ରାସନ କାର୍ଡ଼ ହିତାଧିକାରୀମାନଙ୍କ ପାଇଁ ଆସିଲା ଆଉ ଏକ ବଡ଼ ଖବର। ବର୍ତ୍ତମାନ ରାଜ୍ୟରେ ସମସ୍ତଙ୍କ ପାଖରେ ରାସନ କାର୍ଡ଼ ଅଛି। ପୂର୍ବରୁ ଯେଉଁମାନେ ନୂଆ କରି ଆବେଦନ କରିଥିଲେ ସେମାନେ ମଧ୍ୟ ବର୍ତ୍ତମାନ ରାସନ କାର୍ଡ଼ ପାଇଲେ। ତ ବର୍ତ୍ତମାନ ରାଜ୍ୟ ସରକାର ଏହି ରାସନ କାର୍ଡ଼ରେ EKYC କରିବା ପାଇଁ ବାଧ୍ୟତାମୂଳକ କରିଛନ୍ତି। ହଜାର ହଜାର ଲୋକ, ଲକ୍ଷ ଲକ୍ଷ ଲୋକ ଏହି ରାସନ କାର୍ଡ଼ରେ EKYC କରିଛନ୍ତି ଏବଂ ପୂର୍ବ ସରକାର ସମୟରେ ଯେଉଁ ଜାଲିଆତି କରି ଧନୀ ବ୍ୟକ୍ତିମାନେ ରାସନ କାର୍ଡ଼ରେ ଚାଉଳ ଗହମ ପାଉଥିଲେ, ସେମାନେ EKYC କଲା ପରେ ସେମାନେ ମଧ୍ୟ ଏହି ରାସନ କାର୍ଡ଼ରେ କଟିଯାଇଛନ୍ତି ବା ବାଦ୍ ପଡ଼ିଛନ୍ତି। ତ ଦେଖନ୍ତୁ, ଆପଣମାନେ ଯଦି EKYC କରିନାହାନ୍ତି ତ ଆପଣମାନେ ତୁରନ୍ତ ଆପଣମାନଙ୍କର ପଞ୍ଚାୟତକୁ ଯାଇ ଆପଣମାନେ ଏହି ରାସନ କାର୍ଡ଼ରେ ବା ଆପଣଙ୍କ EKYC କରିନିଅନ୍ତୁ, ନହେଲେ ଆପଣମାନଙ୍କ ମାଗଣା ଚାଉଳ ପାଇପାରିବେ ନାହିଁ। ତାପରେ ଅନେକ ସରକାରୀ କର୍ମଚାରୀମାନେ ଏହି ରାସନ କାର୍ଡ଼ରେ ମାଗଣା ଚାଉଳ ଗହମ ପାଉଥିଲେ। EKYC କଲା ପରେ ସେମାନେ ମଧ୍ୟ ଏହି ରାସନ କାର୍ଡ଼ରୁ ବାଦ୍ ପଡ଼ିଛନ୍ତି। ତାପରେ ଅନେକ ମୃତ ବ୍ୟକ୍ତିମାନେ ମଧ୍ୟ ଅଛନ୍ତି, ସେମାନଙ୍କର ପରିବାର ମଧ୍ୟ ସେହି ମୃତଙ୍କ ନାଁରେ ଚାଉଳ ଗହମ ମାଗଣା ପାଇପାରୁଛନ୍ତି। ତ ସେମାନଙ୍କ ପାଇଁ ସରକାର ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଯଦି ଆପଣମାନଙ୍କ ପରିବାରରେ ଯଦି ମୃତ ବ୍ୟକ୍ତି ନାଁରେ ଆପଣମାନେ ଯଦି ଚାଉଳ କିମ୍ବା ଗହମ ପାଉଛନ୍ତି, ତାହେଲେ ସାବଧାନ ରୁହନ୍ତୁ। ସରକାର ସେମାନଙ୍କ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ତ ଏହା ମୁଁ କହୁନାହିଁ, ଓଡ଼ିଶା ସମ୍ବାଦ ପେପରରେ ପ୍ରକାଶ ପାଇଛି। ମୁଁ କୌଣସି ବିନା ନୋଟିସ୍ କିମ୍ବା ବିନା ପ୍ରମାଣରେ ଭିଡ଼ିଓ ପ୍ରୋଭାଇଡ଼ କରେ ନାହିଁ, ଆପଣମାନେ ମଧ୍ୟ ଜାଣିଥିବେ। ତ ସେହି ନୋଟିସ୍ କିମ୍ବା ସେହି ପେପର ମାଧ୍ୟମରେ କ'ଣ ପ୍ରକାଶ ପାଇଛି, ଆସନ୍ତୁ ଆଗକୁ ଜାଣିବା। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ, ରାସନ କାର୍ଡ଼ରେ ମୃତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡ଼ା ତାଗିଦ। ତ ଏହା ଓଡ଼ିଶା ସମ୍ବାଦ ପେପରରେ ଗତକାଲି ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କ'ଣ ପ୍ରକାଶ ପାଇଛି। ଯେଉଁ ରାସନ କାର୍ଡ଼ ଉପଭୋକ୍ତାମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଉଥିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଦେଖନ୍ତୁ ଆଜ୍ଞା, ବର୍ତ୍ତମାନ ରାଜ୍ୟରେ ଅନେକ ପରିବାର ଲୋକ ଅଛନ୍ତି, ସେମାନେ ମୃତ ବ୍ୟକ୍ତି ନାଁରେ ଚାଉଳ ଗହମ ମାଗଣା ପାଇଛନ୍ତି। ତ ସେମାନେ ସାବଧାନ ରୁହନ୍ତୁ। ସରକାର ସେମାନଙ୍କ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ଚେତାବନୀ ଦେଇଛନ୍ତି। ତାପରେ ସେ କହିଛନ୍ତି, ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ, ତାହା 1.5 ଗୁଣା ସେହି ବ୍ୟକ୍ତିଙ୍କ ଠାରୁ ଆଦାୟ ହେବ। ପୂର୍ବରୁ ଯେଉଁମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଇଛନ୍ତି, ଯଦି ସେହି ବ୍ୟକ୍ତି ଧରାପଡ଼ିଲେ ସରକାର ତାଙ୍କ ପାଖରୁ କ୍ଷତିପୂରଣ ଆଦାୟ କରିବେ। ଦେଖନ୍ତୁ ଆଜ୍ଞା, ସରକାର କହିଛନ୍ତି ଯେ ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ, ତାହା 1.5 ଗୁଣା ସେହି ବ୍ୟକ୍ତିଙ୍କ ଠାରୁ ଆଦାୟ ହେବ ବୋଲି ସରକାର କହିଛନ୍ତି। ତାପରେ ପୂର୍ବରୁ ଯେଉଁମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଇଛନ୍ତି, ଯଦି ସେହି ବ୍ୟକ୍ତି ଧରାପଡ଼ିଲେ ସରକାର ତାଙ୍କ ପାଖରୁ କ୍ଷତିପୂରଣ ଆଦାୟ କରିବେ। ଦେଖନ୍ତୁ ଆଜ୍ଞା, ଅନେକ ପରିବାର ଲୋକ ଅଛନ୍ତି, ସମସ୍ତ ଜିଲ୍ଲାରେ ଏହା ଚାଲିଛି। ତ ଆପଣମାନଙ୍କ ଜିଲ୍ଲାରେ ମଧ୍ୟ ଏହା ଚାଲିଥିବ। ଯଦି ସେହି ବ୍ୟକ୍ତି ଧରାପଡ଼ିଲେ ସରକାର ସେମାନଙ୍କ ପକ୍ଷରୁ କ୍ଷତିପୂରଣ ଆଦାୟ କରିବେ ବୋଲି କହିଛନ୍ତି। ତାପରେ EKYC ପରେ ରାଜ୍ୟରେ 6,95,000ରୁ ଉର୍ଦ୍ଧ୍ୱ ମୃତ ବ୍ୟକ୍ତି ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ମୃତ ହିତାଧିକାରୀ ବିଷୟରେ ତଥ୍ୟ ଜଣାଇ ନାଁ କାଟିବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି। ଦେଖନ୍ତୁ ଆଜ୍ଞା, ବର୍ତ୍ତମାନ ରାଜ୍ୟରେ EKYC ଚାଲିଥିଲା, ଯେଉଁଟାକି ରାସନ କାର୍ଡ଼ରେ ଅନେକ ଧନୀ ବ୍ୟକ୍ତିମାନେ ମଧ୍ୟ ଜାଲିଆତି କରି EKYC କଲା ପରେ ସେମାନେ ରାସନ କାର୍ଡ଼ରୁ ବାଦ୍ ପଡ଼ିଛନ୍ତି। ତାପରେ EKYC ପରେ ରାଜ୍ୟରେ 6,95,000ରୁ ଅଧିକ ମୃତ ହିତାଧିକାରୀ ଚିହ୍ନଟ ହୋଇସାରିଛନ୍ତି। ତାପରେ
ମୃତ ହିତାଧିକାରୀ ବିଷୟରେ ତଥ୍ୟ ଜଣାଇ ନାଁ କାଟିବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି। ତାପରେ ସେପଟେ ରାଜ୍ୟରେ ବର୍ତ୍ତମାନ ଖରିଫ ଋତୁରେ ଧାନ ସଂଗ୍ରହ ଜାରି ରହିଛି। ଏହି ଅବସରରେ ଏହି କେନ୍ଦ୍ରକୁ ଯାଇ ବୁଲି ଦେଖିବା ସହ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଦେଖନ୍ତୁ ଆଜ୍ଞା, ରାଜ୍ୟରେ ବର୍ତ୍ତମାନ ଖରିଫ ଋତୁରେ ଧାନ ସଂଗ୍ରହ ଜାରି ରହିଛି। ଏହି ଅବସରରେ କେନ୍ଦ୍ରକୁ ଯାଇ ବୁଲି ଦେଖିବାକୁ ସହ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଥିସହ ମଣ୍ଡିରେ ଧାନ କିଣା ପ୍ରକ୍ରିୟା, ସିସିଟିଭି ବ୍ୟବସ୍ଥାର ଅନୁଧ୍ୟାନ, ମଣ୍ଡିରୁ ମିଲ୍ ଯାଉଥିବା ଗାଡ଼ିର ଟ୍ରାକିଂ ଏବଂ ଏ ସମ୍ପର୍କିତ ଲାଇଭ୍ ଫୁଟେଜ୍ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ତଦାରଖ କରିଥିଲେ। ଦେଖନ୍ତୁ ଆଜ୍ଞା, ଏଥିସହ ଧାନ ମଣ୍ଡିରେ କିଣା ପ୍ରକ୍ରିୟା, ତାପରେ ସିସିଟିଭି ବ୍ୟବସ୍ଥାର ଫୁଟେଜ୍, ତାପରେ ମଣ୍ଡିରୁ ମିଲ୍ ଯାଉଥିବା ଟ୍ରାକିଂ ଏବଂ ଏ ସମ୍ପର୍କିତ ଲାଇଭ୍ ଫୁଟେଜ୍ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ତଦାରଖ କରିଥିଲେ। ତାପରେ ଏତଦ୍ବ୍ୟତୀତ ଚାଷୀ ଏବଂ ମଣ୍ଡିରେ ନିୟୋଜିତ ଅଧିକାରୀ ଓ ଚାଷୀମାନଙ୍କ ସହ ନୋଡାଲ ଅଫିସରଙ୍କ ସହ ମନ୍ତ୍ରୀ କଥା ହେବା ସହ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରିଥିଲେ। ଦେଖନ୍ତୁ ଆଜ୍ଞା, ଏତଦ୍ବ୍ୟତୀତ ଚାଷୀ ଏବଂ ମଣ୍ଡିରେ ନିୟୋଜିତ ଅଧିକାରୀ ଚାଷୀମାନଙ୍କ ସହ ନୋଡାଲ ଅଫିସରଙ୍କ ସହ କଥା ହୋଇ ସରକାର ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରିଥିଲେ। ତ ଆପଣମାନେ ଜାଣିପାରିଲେ, ଯଦି ଆପଣମାନଙ୍କର ପରିବାରରେ ଏପରି ଯଦି ଘଟୁଛି ତାହେଲେ ତୁରନ୍ତ ଆପଣମାନେ ସାବଧାନ ହୋଇ ରୁହନ୍ତୁ, ନଚେତ୍ ଆପଣମାନଙ୍କ ପାଇଁ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।